ଏବେ ଯୁଆଡ଼େ ଯିବେ ଦେଖିବେ ମାର୍କେଟରେ ପୁରା ପାଲକ ପୁରା ତାଜା ତାଜା ମିଳୁଛି। ଆଉ ମୁଁ ଦେଖିକି ଲୋଭ ସମ୍ଭାଳି ପାଇଲିନି, ମୁଁ ବି 4 ବିଡ଼ା ପାଳଙ୍ଗ ନେଇକି ପଳେଇ ଆସିଥିଲି। ଭାବିଲି କ'ଣ ବନେଇବି, ତା ସହିତ କିଛି ଗ୍ରୀନ୍ ମଟର ବି ନେଇକି ପଳେଇ ଆସିଥିଲି, କାରଣ ଏବେ ତ ଗ୍ରୀନ୍ ମଟର ପୁରା ମାର୍କେଟରେ ପୁରା ଆଭେଲେବଲ୍ ଅଛି। ତ ତାକୁ ନେଇକି ଗୋଟେ ରେସିପି ଆଜି ବନେଇଛି, ମଟର ପାଲକ ପନିର। ଆଉ ରେସିପିଟି ବହୁତ ବଢ଼ିଆ ଲାଗେ, ନିହାତି ଭାବରେ ଏ ରେସିପିଟିକୁ ଥରେ ଟ୍ରାଏ କରନ୍ତୁ। ନମସ୍କାର, ଜୟ ଜଗନ୍ନାଥ, ସମସ୍ତଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲରେ। ଆଜି ନେଇକି ଆସିଛି ଆପଣମାନଙ୍କ ପାଇଁ ମଟର ପାଲକ ପନିରର ରେସିପି, ଯାହାକି ଖାଇବା ପାଇଁ ବହୁତ ଟେଷ୍ଟି ଲାଗେ। ଛୋଟ ପିଲାମାନେ ପ୍ରାୟତଃ ପାଲକ ଖାଇବା ପାଇଁ ଭଲ ପାଆନ୍ତିନି, ତ ତାଙ୍କୁ ଏଇ ଉପାୟରେ ଥରେ ପାଳଙ୍ଗ ପନିର ବନେଇକି ଦିଅନ୍ତୁ, ଦେଖିବେ ସେ ହାତ ଚାଟିକି ଖାଇବେ ଆଉ ବାରମ୍ବାର ମାଗିକି ଖାଇବେ। ତ ଚାଲନ୍ତୁ ଏବେ ତିଆରି କରିବା ମଟର ପାଲକ ପନିର। ତ ପ୍ରଥମେ ଦେଖିପାରୁଥିବେ ଏପଟେ ମୁଁ ଫ୍ରେଶ୍ ପାଳଙ୍ଗ କିଛି ନେଇ ଆସିଛି, ଆଉ ତାକୁ ପୁରା ପରିଷ୍କାର ଭାବରେ 2 ଥର ଧୋଇକି ତାକୁ ଗୋଟେ ଷ୍ଟ୍ରେନର ସାହାଯ୍ୟରେ 1 ଘଣ୍ଟା ପାଖାପାଖି ଛାଡ଼ି ନେଇଛି, ଯେମିତି ତାର ସବୁ ପାଣି ସବୁ ବାହାରି ଯାଇଥିବ। ଏବେ ଗୋଟେ କଡ଼େଇରେ 1 ଗ୍ଲାସ ପାଖାପାଖି ପାଣି ଦେଇଦେଇଛି, ଆଉ ସେଥିରେ ଯେଉଁ ଧୋଇକି ରଖିଥିଲି ପାଳଙ୍ଗ ତାକୁ ଦେଇଦେଇଛି। ଏବେ ପାଳଙ୍ଗକୁ ଆମେ ଅଳ୍ପ ଟିକେ ସମୟ ସିଝେଇ ଦେବା, ଯେମିତି ପାଳଙ୍ଗର ସବୁ କଞ୍ଚାପଣ ଦୂର ହେଇଯିବ। ଆଉ ସେଥିରେ ଏବେ ଆଡ଼୍ କରିଛି 6ରୁ 7ଟି ଆଲମଣ୍ଡ ଆଡ଼୍ କରିବେ। ଦେଖିବେ ପାଳଙ୍ଗର ଯେଉଁ ଆପଣ ଯେଉଁ ପାଳଙ୍ଗ ପନିର ରେସିପିଟି ବନାଉଥିବେ ତାର ଟେଷ୍ଟ କେତେ ବଢ଼ିଆ ଲାଗୁଛି। ତାପରେ 12ରୁ 14ଟି କାଜୁ ଫଳ ଆଡ଼୍ କରିଛି। ଏବେ ସବୁ ଜିନିଷକୁ 10 ମିନିଟ୍ ପାଇଁ ମୁଁ ବଏଲ୍ ହେବା ପାଇଁ ଛାଡ଼ି ଦେଇଛି। ତ ଦେଖନ୍ତୁ, ଫାଷ୍ଟ ତ ପାଳଙ୍ଗକୁ ଏପଟ ସେପଟ କରିଦେଇଛି, ତାପରେ ତାକୁ 10 ମିନିଟ୍ ପାଇଁ ବଏଲ୍ ହେବା ପାଇଁ ଛାଡ଼ି ଦେଇଛି। ଏବେ 10 ମିନିଟ୍ ପରେ ମୋର ଏପଟେ ଦେଖିପାରୁଥିବେ ପାଳଙ୍ଗ ପୁରା ସିଝି ଯାଇଛି। ଏବେ ତାକୁ ମୁଁ ପାଣିରୁ କାଢ଼ି ଆଣୁଛି, ମାନେ ତାକୁ ସବୁ ମୁଁ ଗୋଟେ ଷ୍ଟ୍ରେନର ସାହାଯ୍ୟରେ ଛାଡ଼ି ନେଉଛି। ଏବେ ତାକୁ ଛାଡ଼ି ଦେଉଛି ଟିକେ ଥଣ୍ଡା ହେବା ପାଇଁ। ଯେହେତୁ ଆଜି ଆମେ ମଟର ପାଲକ ପନିର ବନେଇବା, ସେପଟେ ଦେଖନ୍ତୁ ମଟରକୁ ମୁଁ ଟିକେ ସିଝେଇ ଦେଉଛି, ତାକୁ ହାଫ୍ ଗ୍ଲାସ୍ ପାଣିରେ ଅଳ୍ପ ଟିକେ ବଏଲ୍ ହେବା ପାଇଁ ଛାଡ଼ି ଦେଉଛି। ଫ୍ରେଶ୍ ମଟରର ୟୁଜ୍ କରିଛି, କାରଣ ଏବେ ମାର୍କେଟରେ ବହୁତ ଫ୍ରେଶ୍ ମଟର ହିଁ ମିଳୁଛି। ତାପରେ ଏପଟେ ସବୁ ଆଲମଣ୍ଡର ଚୋପାକୁ ମଧ୍ୟ କାଢ଼ି ନେଇଛି। ଏପଟେ ଯେହେତୁ ଆମର ପାଲକ ସବୁ ଥଣ୍ଡା ହେଇଯାଇଥିଲା, ତାକୁ ଏବେ ମୁଁ ଗ୍ରାଇଣ୍ଡର କପ୍ରେ ନେଇଯାଉଛି ଏବଂ ତାକୁ ଗୋଟେ ପ୍ୟୁରି ବନେଇକି ନେଇ ଆସୁଛି। ଏପଟେ ପ୍ୟୁରି ବନିଗଲା, ସେପଟେ ମଟର ମଧ୍ୟ ସିଝିଗଲା, ମଟରକୁ ମଧ୍ୟ ମୁଁ ଛାଣି ନେଇଛି। ଏପଟେ ଦେଖନ୍ତୁ 100 ଗ୍ରାମର ପନିର ପ୍ୟାକେଟ୍ ମୁଁ ନେଇ ଆସିଛି। ଏବେ ପନିରକୁ ମଧ୍ୟ ମୁଁ ବଡ଼ ବଡ଼ କ୍ୟୁବ୍ ସାଇଜ୍ରେ କାଟି ନେଇଛି। ତାପରେ ଗୋଟେ କଡ଼େଇକୁ ଗରମ କରିନେଇଛି, ସେଥିରେ ଗୋଟେ ବଡ଼ ଚାମଚ ପକାଇ ଦେଇଛି ଘିଅ। ତାପରେ ଘିଅ ଟିକେ ଗରମ ହେଲା ପରେ ସେଥିରେ ପକାଇ ଦେଇଛି ଜିରା ଟିକେ ଫୁଟିଗଲା ପରେ ତାପରେ ସେଥିରେ ପକାଇ ଦେଇଛି 2ଟି ତେଜପତ୍ର, ଭଲ ବାସ୍ନା ହେବା ପାଇଁ। ତାପରେ ଗୋଟେ କଞ୍ଚା ଲଙ୍କାକୁ ଏମିତି କାଟିକି ପକାଇ ଦେଇଛି, ଆଉ ସେଥିରେ ଗୋଟେ ଛୋଟ ଇଞ୍ଚର ଅଦାକୁ ଏମିତି ଛେଚିକି ପକାଇ ଦେଇଛି। ଆପଣମାନେ ଚାହିଁଲେ ଗ୍ରେଟ୍ କରି ମଧ୍ୟ ପକାଇ ପାରିବେ। ତ ତାକୁ ଭଲ ସେମିତି ଭାଜି ନେଇଛି। ଏବେ ସେଥିରେ ପକାଇ ଦେଇଛି 1 ଚାମଚର ବେସନ। ଯେମିତି ଆପଣଙ୍କୁ ପ୍ରଥମରୁ ହିଁ କହିଥିଲି ଯେ ମୁଁ ଆଜି ପାଲକ ପନିର ବନେଇଛି, କିନ୍ତୁ ଗୋଟେ ନୂଆ ୱେରେ ବନେଇଛି। ତ ସେଇଟା ହେଲା ନୂଆ ୱେ, ଆଜି ମୁଁ ବେସନ ଦେଇକି ବନେଇଛି ପାଲକ ପନିର। ତ 1 ଚାମଚର ବେସନ ଏପଟେ ଦେଖନ୍ତୁ ମୁଁ ଆଡ଼୍ କରିଛି। ଆଉ ବେସନକୁ ସେଇ ପର୍ଯ୍ୟନ୍ତ ଭାଜିବା ଯେ ପର୍ଯ୍ୟନ୍ତ କି ବେସନ ସବୁ କଞ୍ଚା ଫ୍ଲେଭର ଦୂର ନ ହେବ। ତ ବେସନକୁ ବାସ୍ ହାଫ୍ ମିନିଟ୍ ପାଇଁ ଏମିତି କୁକ୍ କରି ନେଇଛି। ଏବେ ତାପରେ ଦେଖିପାରୁଥିବେ ଏପଟେ ଗୋଟେ ବାଉଲରେ ନେଇଯାଇଛି 2 ଚାମଚର ଫ୍ରେଶ୍ ଦହି, ଆଉ ଦହିରେ ପକାଇ ଦେଇଛି 1 ଚାମଚ ପାଖାପାଖି କାଶ୍ମୀରୀ ଚିଲି, ଆଉ 1 ଚାମଚ ପାଖାପାଖି ହଳଦୀ ପାଉଡ଼ର। ତାପରେ ସେଥିରେ 1 ଚାମଚର ପକାଇଦେଲି ଧନିଆ ପାଉଡ଼ର, ଆଉ 1 ଚାମଚର ପକାଇଦେଲି ଜିରା ପାଉଡ଼ର। ସବୁ ଜିନିଷକୁ ପକାଇ ସାରିଲା ପରେ ତାକୁ ଦେଖନ୍ତୁ ପୁରା ଭଲସେ ମିକ୍ସ କରିନେଲି, ଯେମିତିକି ସବୁ ଜିନିଷ ଭଲସେ ପୁରା ମିକ୍ସ ହେଇଯିବ। ସବୁ ଜିନିଷକୁ ଭଲସେ ମିକ୍ସ କରିସାରିଲା ପରେ ଏବେ ତାକୁ ମୁଁ ପକାଇଦେଲି କଡ଼େଇରେ। ଆଉ ସବୁବେଳେ ମନେ ରଖିବେ, ଯେତେବେଳେ ଆପଣ ବେସନକୁ ଭାଜିଦେବେ ତାପରେ ଗ୍ୟାସ୍ର ଫ୍ଲେମ୍କୁ ପୁରା ଅଫ୍ କରିଦେବେ। ଯେତେବେଳେ ଥଣ୍ଡା ଥିବ ସେତେବେଳେ ଦହି ପକାଇବେ। ଯଦି ଆପଣ ଗରମ ଅବସ୍ଥାରେ ଦହିକୁ ପକାଇଦେବେ ନା, ଦହିଟା ପୁରା ଛିଣ୍ଡିଯିବ, ଆଉ ବିଲକୁଲ ବି ତରକାରୀଟା ମାନେ ପାଲକ ପନିରର ଟେଷ୍ଟ ଭଲ ଆସିବନି। ଭଲ ତ ବିଲକୁଲ ହେବନି, ଆଉ ଭଲ ଆସିବ କ'ଣ। ତ ତାକୁ ପୁରା ଥଣ୍ଡା ଅବସ୍ଥାରେ ପକାଇବେ, ତାପରେ ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିବେ, ତାକୁ ପୁରା ଲୋ ଫ୍ଲେମ୍ରେ କୁକ୍ କରିବେ। ତାକୁ ପୁରା ଲୋ ଫ୍ଲେମ୍ରେ 5ରୁ 7 ମିନିଟ୍ କୁକ୍ କରିବେ। ଦେଖିବେ ଆପଣଙ୍କର ମସଲାରେ ପୁରା ତେଲ ଅଲଗା ହେଇଯିବ। ତ ପୁରା 7 ମିନିଟ୍ ପାଖାପାଖି କୁକ୍ କଲା ପରେ ତେଲ ମୋର ମସଲାରୁ ଅଲଗା ହୋଇଯାଇଥିଲା। ଏବେ ବାଟିକି ରଖିଥିବା ପାଳଙ୍ଗର ଗ୍ରେଭିକୁ ସେଥିରେ ପକାଇଦେଲି। ଆଉ ପାଳଙ୍ଗର ଗ୍ରେଭି ପକାଇ ସାରିଲା ପରେ ତାକୁ ଭଲସେ ପୁରା ଏମିତି ମିକ୍ସ କରିନେଲି, ଯେମିତିକି ମସଲା ସହିତ ପାଳଙ୍ଗର ଗ୍ରେଭି ଭଲସେ ମିକ୍ସ ହେଇଯିବ। ଏବେ ଯେଉଁ ଜାଗାରେ ମୁଁ ପାଳଙ୍ଗର ଗ୍ରେଭି ରଖିଥିଲି ସେଥିରେ ଟିକେ ପାଳଙ୍ଗର ଗ୍ରେଭି ଲାଗିଯାଇଥିଲା, ତ ଅଳ୍ପ ଟିକେ ପାଣି ଦେଇ ତାକୁ ମଧ୍ୟ ସେଥିରେ ଆଡ଼୍ କରିଦେଲି। ତ ତାକୁ ପୁରା 10 ମିନିଟ୍ ପାଇଁ କୁକ୍ ହେବା ପାଇଁ ଛାଡ଼ିଦେଲି। 10 ମିନିଟ୍ ପରେ ଦେଖାଉଛି ଆପଣମାନଙ୍କୁ ଏପଟେ ଗ୍ରେଭି ପୁରା ମୋଟା ହେଇଯାଇଛି। ଏବେ ସେଇ ଅବସ୍ଥାରେ ସିଝେଇକି ରଖିଥିବା ଗ୍ରୀନ୍ ମଟରକୁ ତା ଭିତରେ ଆଡ଼୍ କରିଦେବି। ବାସ୍ ତାକୁ 1ରୁ 2 ମିନିଟ୍ ଏମିତି ଛାଡ଼ିଦେବି। 2 ମିନିଟ୍ ପରେ ଏପଟେ ଦେଖନ୍ତୁ, ଏପଟେ ପନିରକୁ ସବୁ ଏମିତି କ୍ୟୁବ୍ ସାଇଜ୍ରେ କାଟି ନେଇଛି। ଆପଣ ଚାହିଁଲେ ଆପଣଙ୍କ ହିସାବରେ କିଛି ବି ସାଇଜ୍ରେ କାଟିପାରିବେ। ଏବେ ତାକୁ ସବୁ ଆଡ଼୍ କରିଦେଇଛି କଡ଼େଇରେ, ମାନେ ଗ୍ରେଭିରେ ଆଡ଼୍ କରିଦେଇଛି। ପନିରକୁ ଦେଇ ସାରିଲା ପରେ ପୁରା 5ରୁ 7 ମିନିଟ୍ ତାକୁ କୁକ୍ ହେବା ପାଇଁ ଛାଡ଼ିଦେବି। ତାପରେ ଏପଟେ ଦେଖିପାରୁଥିବେ ଆମର ପାଳକ ପନିର ପୁରା ବନିକି ରେଡ଼ି ହେଇଗଲା। ଏବେ ତା ଉପରେ ପକାଇଦେବି
କ୍ଷୀରର ସର। ତ ମୁଁ ସର ରଖିଦେଇଥିଲି, ଆଜିର ସର ଥିଲା ତାକୁ ତା ଭିତରେ ପକାଇଦେଲି। ଆପଣମାନେ ଚାହିଁଲେ ସର ଜାଗାରେ ଫ୍ରେଶ୍ କ୍ରିମ୍ର ମଧ୍ୟ ୟୁଜ୍ କରିପାରିବେ। ତାପରେ ସେଥିରେ ହାଫ୍ ଚାମଚ ପାଖାପାଖି ପକାଇ ଦେଇଛି ଗୁଆ ଘିଅ। ଗୁଆ ଘିଅ ପକାଇବା ଦ୍ୱାରା ବହୁତ ବଢ଼ିଆ ବାସ୍ନା ଆସିଥାଏ, ନିହାତି ଭାବରେ ଗୁଆ ଘିଅ ପକାଇବେ। ଯଦି ଗୁଆ ଘିଅ ନାହିଁ ତାହେଲେ ଆପଣ ବଟର ୟୁଜ୍ କରିପାରିବେ। ସବୁ ପକାଇ ସାରିଲା ପରେ ତାକୁ ଦେଖନ୍ତୁ ଭଲସେ ମିକ୍ସ କରିଦେଲି। ଏବେ ଆମର ବନିକି ରେଡ଼ି ହୋଇଗଲା ମଟର ପନିର ପାଲକ ବା ମଟର ପାଲକ ପନିର, ଆପଣମାନେ ଯାହା ବି କହିପାରିବେ। ଆଉ ସାଙ୍ଗମାନେ ଟେଷ୍ଟ ପୁରା ବହୁତ ହି ବଢ଼ିଆ ହେଇଥିଲା। ଏଇଭଳି କିଛି ଥିଲା ମୋ ନୂଆ ଉପାୟରେ ମଟର ପାଲକ ପନିରର ରେସିପି। ତ ରେସିପିଟି ଆପଣମାନଙ୍କୁ କିପରି ଲାଗିଲା ନିହାତି ଭାବରେ ନିଜର ମତାମତ ମୋତେ କମେଣ୍ଟରେ ଜଣାଇବେ। ଥରେ ନିହାତି ଭାବରେ ଏ ରେସିପିଟିକୁ ନିଜ ଘରେ ଟ୍ରାଏ କରନ୍ତୁ। ନର୍ମାଲ ପାଲକ ପନିରଠୁ ଏ ମଟର ପାଲକ ପନିରର ଟେଷ୍ଟ ଟିକେ ଅଲଗା। ଯଦି ଆପଣ ନିଜେ ୟାକୁ ବନେଇବେ ତାହେଲେ ହିଁ ଆପଣ ଜାଣିପାରିବେ। କିନ୍ତୁ ଟ୍ରଷ୍ଟ ମି ସାଙ୍ଗମାନେ, ଏହାର ଟେଷ୍ଟ ବହୁତ ବଢ଼ିଆ ଥିଲା। ଆପଣମାନେ ଚାହିଁଲେ ରୁଟି, ପରଟା, ଫ୍ରାଏଡ଼ ରାଇସ୍ କେଉଁଥିରେ ମଧ୍ୟ ତାକୁ ଖାଇପାରିବେ। ଆଉ ଆଜି ୟା ସହିତ ମୁଁ ସର୍ଭ କରିଦେଇଛି ପୁଦିନା ରାଇସ୍, ମାନେ ପୁଦିନା ଫ୍ରାଏଡ଼ ରାଇସ୍କୁ ମୁଁ ଆ ସହିତ ସର୍ଭ କରିଦେଇଛି। ତ ସାଙ୍ଗମାନେ ଦେଖିଲେ ତ କେତେ ସହଜରେ ଆଉ ଗୋଟେ ନୂଆ ଉପାୟରେ ଆଜି ମଟର ପାଲକ ପନିର କେମିତି ଆମେ ପ୍ରସ୍ତୁତ କରିଦେଲେ। ତ ସାଙ୍ଗମାନେ ଏଇ ତ ଥିଲା ମଟର ପାଲକ ପନିରର ରେସିପି। ପୁଣି ଦେଖା ହେବ ଆପଣମାନଙ୍କ ସହିତ ଆଉ ଗୋଟେ ନୂଆ ଭିଡ଼ିଓ ସହ, ଆଉ ଗୋଟେ ନୂଆ ରେସିପି ସହ। ତ ଆଜି ପାଇଁ ବିଦାୟ ଦିଅନ୍ତୁ, ରହୁଛି, ନମସ୍କାର, ଜୟ ଜଗନ୍ନାଥ।